এরকম হাতি ভଳିয়া স্বতন্ত্র হাতি ভଳିয়া ହେଇଛି ଏଠି। ଦୋତାଲା ଏଇ ବାଟେ ଯାଇକିରି ମୁଁ ସେଠି ରୁହେ। ଏଇପଟେ ନାଇଁ ସେ ଜାଗାରେ ଯାଇକି ରୁହେ। ଯେତେବେଳେ ଆସନ୍ତି ବାହାର ଜନ୍ତୁ ଜୁନ୍ତା ମୁଁ ସେ ଭିତରେ ପଶିଯାଏ। ଆକ୍ଚୁଆଲି ହାତୀର ଶୁଣ୍ଢ ବାଗି ଏଟା ହାତୀର ଶୁଣ୍ଡ ଭଳିଆ ଶୁଣ୍ଢ ଭଳି ରହିଛି। ଶୁଣ୍ଡ ଭଳିଆ 5ଟି ଶୁଣ୍ଢ 5 ପାଖକୁ ରହିଛି। 5ଟି ଶୁଣ୍ଡ 5 ପାଖକୁ ରହିଛି। ତାଙ୍କ ତଳେ ବାଘ ମୂର୍ତ୍ତିଟିଏ ରହିଛି। ଏଇ ତାଙ୍କ ପଥର ତଳେ ବାଘ ମୂର୍ତ୍ତିଟେ ରହିଛି। ଯୋଉମାନେ ସାଧୁ ଯିବା ଆସିବା କରନ୍ତି ତାଙ୍କୁ ନେଇ ସେଠି ସାଧୁ ଯିବା ଆସିବା କରନ୍ତି, ସାଧୁ ବାବା ଯିଏ ଯିବା ଆସିବା କରନ୍ତି ସେ ତାଙ୍କର ପରିଚୟ ବାଘ ମୂର୍ତ୍ତି ରହିଛି। ବାବା ଚାଲନ୍ତୁ ଦେଖିବା ବାବାଙ୍କର ମାନେ ବାବା ଆମକୁ ବହୁତ ମାନେ ଖୁସି ଲାଗିଲା। ବାବାଙ୍କର ଏଠି ମାନେ ସବୁ କିଛି ଜାଣିଛନ୍ତି ଯେ କି ଆମେ କିଛି ଜାଣିନୁ। ବାବା ଏଠି ଏମିତି ଜ୍ଞାନ ଅର୍ଜନ କରିଛନ୍ତି। ଆସନ୍ତୁ ବାବା ଭିତରକୁ, ଭିତର ଦୋତାଲା ଗୁମ୍ଫା ବି ଦେଖିପାରିବେ। ଆ ଯଦି ଦେଖନ୍ତୁ ଲାଇନ ଦୋତାଲା ଗୁମ୍ଫା ସେଠି କାଢି ଦିଅନ୍ତୁ। ସୁରଙ୍ଗ ରହିଛି ଦେଖନ୍ତୁ ଏଇ ଜାଗାରେ ବାବା ମୁଁ ଟିକେ ଭାଇ କହିବି ଟିକେ ଭିତରକୁ କାଢିବି। ହଁ ଆସିବେ, ଆସନ୍ତୁ ଦେଖାଉଛି ଲାଇଟିଂ। ଏଇଠି ଏଇ ସାଇଡିକି ଆସନ୍ତୁ। ମୁଁ ଯୋଉଠି ଛିଡା ହେଇଛି ଏଇଠିକି ଆସିଲେ ଏଇ କନ୍ଧିରେ ଅନେଇବେ। ଆଉ ଟିକେ ମୁଁ ଯଦି ମୁଣ୍ଡ ଏଇଠି ରଖିବି ଦେଖନ୍ତୁ ଦୋତାଲା ଗୁମ୍ଫା ଉପରେ ଏଇ ବାଟେ ଯାଇକିରି ମୁଁ ସେଠି ରୁହେ। ଏଇପଟେ ଯାଇକି ହଁ ଏଇ ଏବେ ଯାଇ ହେଉଛି। ହଁ ଏବେ ନାଇଁ ତମେ ଯାଇପାରିବ। ଏଇଠିକି ଆସ। ଏଇ ଦେଖୁନ ଏଇ ଚଢିକି ମୁଁ ଯାଏ। ମୁଁ ଯୋଉଠି ମୁଣ୍ଡ ଦିଏ ଏମିତି ଦେଖିବେ। ଏଇ ଦେଖନ୍ତୁ ଭିତରେ 4 ଜଣ ପିଲା ବି ବସିପାରିବେ। ଆଉ ଟିକେ ଆଡକୁ ଦେଖନ୍ତୁ ଏଇଠି ବାବା କହୁଛନ୍ତି ବାବା କଣ ଏଇଠି ମାନେ ଏଇ ଆପଣ ଜାଗାରେ ଜାଣିଥିବେ ରହେ। ସେଇ ଜାଗାରେ ଯାଇକି ରୁହେ। ଯେତେବେଳେ ଆସନ୍ତି ବାହାର ଜନ୍ତୁ ଜୁନ୍ତା ମୁଁ ସେ ଭିତରେ ପଶିଯାଏ। ହଁ ସେଇ କନ୍ଥି ଦେଖିଲେ ଯେତେବେଳେ ମାନେ ଜନ୍ତୁ ମାନେ ଆସନ୍ତି ବାବା ଏଇଠି ଉଠି ଯେତେବେଳେ ମାନେ ହାତୀ ଫାତୀ ଆସନ୍ତି ବାବା ମାନେ ଇଏ କରିକି ଭିତରକୁ ପଳାନ୍ତି। ହଁ ମୁଁ ସେଇ ଜାଗାରେ ରୁହେ। ବୁଝିପାରିଲେ? ହାତୀ ଜନ୍ତୁ ଅଜଗର ଐରାତ ଏମାନେ ସବୁ ଆସ ହଉଛି ସେଇ ଜାଗାରେ ପହଞ୍ଚେ। ହଁ ସେଇ ମାନେ ଚାହିଁ ହବ? ନାଇଁ ନାଇଁ ତୁମେ ଯାଇପାରିବ। ରାସ୍ତା ବର୍ଷା ହେଇ ତ ପଥର ଗୋଡ ଖସିବ। ଚାହିଁ ହବନି ବାବା କହୁଛନ୍ତି ଚାହିଁ ହବନି। ଗୋଡ ଖସୁଛି। ଗୋଡ ଖସୁଛି। ବର୍ଷା ନେଳି ନାଗିଲାନି। ନେଳି ନାଗି ଯାଇଛି। ଦେଖୁନ ନେଳି ନାଗିଛି। ଏଇ ଯୋଉ ଦେଖନ୍ତୁ ଏଇ ଯୋଉ ଜିନିଷ ରହିଛି ଟିକେ ଭଲ କରି ଆଗକୁ ଦେଖେଇ ନିଅନ୍ତୁ। ଦେଖି ନିଅନ୍ତୁ ତାଙ୍କୁ। ତାପରେ ପାହାଚରେ ଉଠିବା ଉପରକୁ।